କେହି ଦେଖନ୍ତୁ କି ନାହିଁ, ମୁଁ ଦେଖିଛି ତୁମେ ଅନେକ ଦିନରୁ ମୋର ମାର୍ଗଦର୍ଶନ ଅନୁସାରେ ମୋତେ ତୁମେ ବହୁତ ଅପେକ୍ଷା କରି ରହିଛ। ହୁଏତ ଅପେକ୍ଷା କରିବା ତୁମ ପାଇଁ ବହୁତ କଷ୍ଟକର ହୋଇପାରେ, କିନ୍ତୁ ତୁମେ ବହୁତ ଶ୍ରଦ୍ଧାର ସହିତ ଭକ୍ତିପୂର୍ଣ୍ଣ ଭାବରେ ଅପେକ୍ଷା କରିଛ। ଏହାର ଅର୍ଥ କ'ଣ ଜାଣିଛ? ଏହାର ଅର୍ଥ ହେଉଛି କି ତୁମେ ମୋ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛ। ତୁମର ଏହି ବିଶ୍ୱାସକୁ ସବୁବେଳେ ମୋ ଉପରେ ରଖିଥାଅ। କେବେ ବି ନିରାଶ ହୁଅ ନାହିଁ। ମୋ ସାଇ ସଚ୍ଚରିତ ତୁମର ପ୍ରତ୍ୟେକ ସମସ୍ୟାର ସମାଧାନ ଅଟେ। ମୁଁ ଦେଖିଛି 40 ଦିନ ହେବ ତୁମେ ମୋର ସାଇ ଚାଳିଶା ପାରାୟଣ କରୁଛ। ତାହେଲେ ମୁଁ କେମିତି ତମ ଉପରେ ଅସନ୍ତୁଷ୍ଟ ହେବି? ଆଜି ତୁମ ପାଳି। ଆଜି ତୁମକୁ ମୁଁ ବହୁତ ସାରା ଆଶୀର୍ବାଦ ଦେଉଛି। ମନେ ରଖ, ଯେତେବେଳେ ବି ତୁମେ ମୋର ସାଇ ସଚ୍ଚରିତ ପାଠ କରିବ, ସେବେଠୁ ତୁମର କର୍ମ କଟି ଚାଲିବ। ତୁମକୁ ତୁମର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ମିଳିବ ଏବଂ ତୁମର ପ୍ରତ୍ୟେକ ଇଚ୍ଛାଗୁଡ଼ିକ ମଧ୍ୟ ପୂରଣ ହେବ। ଆଜି ପର୍ଯ୍ୟନ୍ତ ତୁମେ ପ୍ରତ୍ୟେକ ସମସ୍ୟାରେ ତୁମର ହସକୁ ବଜାଇ ରଖିଛ। ତୁମେ ସମସ୍ତଙ୍କ ସହିତ ସ୍ନେହପୂର୍ଣ୍ଣ ରୂପରେ ସ୍ନେହଶୀଳ ଭାବ ରଖି ନିଜ ଜୀବନ ବ୍ୟତୀତ କରିଆସୁଛ। ଯଦିଓ ସେମାନେ ତୁମକୁ ବହୁତ ଦୁଃଖ ଦେଇଥାନ୍ତୁ ନା କାହିଁକି, କିନ୍ତୁ ତୁମେ ତୁମର ଭଲ ସ୍ୱଭାବକୁ ଛାଡ଼ି ନାହଁ। ତେଣୁ ଆଜିର ଏହି ଖାସ୍ ଦିନରେ ତୁମକୁ ଏକ ବିଶେଷ ଆଶୀର୍ବାଦ ମିଳିବ। ସମ୍ପର୍କ, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ସହିତ ଜଡ଼ିତ ପ୍ରତ୍ୟେକ ସମସ୍ୟାର ସମାପ୍ତି ଆଜିଠାରୁ ଆରମ୍ଭ ହେଉଛି। ସତ କହୁଛି, ମୁଁ ଯାହା କହୁଛି ମୋ ବାଣୀ ସତ ଅଟେ, ମିଥ୍ୟା ନୁହେଁ। ସର୍ବପ୍ରଥମେ ନିଜର ମାତାପିତାଙ୍କୁ ପ୍ରଣାମ କର। ହଁ, ଆଜି ତ ମୁଁ ଚାହୁଁଛି ତୁମେ ମୋ ଦର୍ଶନ ପାଇଁ ମୋ ମନ୍ଦିରକୁ ଆସ। କିନ୍ତୁ ଯଦି ତୁମେ କୌଣସି ବି କାରଣବଶତଃ ନ ଆସିପାରୁଛ, ତେବେ ଦୁଃଖୀ ହୁଅ ନାହିଁ। ମୁଁ କେବେ ବି ତୁମର ଦୁଃଖ ଦେଖିପାରିବି ନାହିଁ। ତେଣୁ ମୁଁ ନିଜେ ଯେକୌଣସି ବି ରୂପରେ ତୁମକୁ ଦେଖା କରିବାକୁ ଆସିଯିବି। ପିଲାମାନେ, ତୁମେ ମୋତେ ଅନୁଭବ କରିବାକୁ ଚେଷ୍ଟା କର। ମୋତେ ଚିହ୍ନିବା ପାଇଁ ଚେଷ୍ଟା କର। ଆଜି ନା କୌଣସି ଗରିବ ଲୋକଙ୍କୁ କିଛି ଅନ୍ନଦାନ କର। ତୁମର ବହୁତ ସାରା ମଙ୍ଗଳ ହେବ। ହୁଏତ ସେହି ଲୋକଙ୍କ ମଧ୍ୟରେ ତୁମର ଭଗବାନ ବି ଆସିଥିବେ। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇରାମ, ଜୟ ସାଇରାମ।